ଦୌଡ଼ିକି ଯାଇଛି ତାପରେ ଦିନ ଯେତେବେଳେ ସନ୍ଧ୍ୟାବେଳକୁ ଆଇଲା ତା ବାପା ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆଇଛି ଯେତେ ମୋ ପୁଅ କଣ ଭୁଲ କଲା ତମେ ବାପା ମାଆଙ୍କୁ ଡାକିକି କହିଥାନ୍ତ କିଛି କହିଲେନି ତାପରେ ନହେଲେ ଥାନା ଅଛି ଥାନାକୁ ଆସିଲେନି ତାପରେ 10-12 ଜଣ ହେଇକି ନଗଡ଼ା କରି ତାକୁ ମାରିଛନ୍ତି ମଝି ପିଟିକି ଫଟେଇ ଦେଇଛନ୍ତି। କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବ ସାହି ବିବାଦକୁ ନେଇ ଗୋଟେ ଛୋଟ ପିଲା 17-18 ବର୍ଷ ପିଲାକୁ ମାଡ଼ ମରାଯାଇଛି ଏବଂ ଅତ୍ୟାଚାର କରାଯାଇଛି ଯାହାକୁ ନେଇ ତାଙ୍କ ବାପା ଏବଂ ମା ଚାଉଳିଆଗଞ୍ଜ ଥାନାର ଦ୍ୱାର କରିଛନ୍ତି। ଆମେ ନିଶ୍ଚିତ ଭାବେ ଆଲୋଚନା କରିବା କାହିଁକି ଏଭଳି ପରିସ୍ଥିତି ହେଲା କିଏ କାହିଁକି କେଉଁ ପରିସ୍ଥିତିରେ ଛୋଟ ପିଲାଟିକୁ ମାଇଲା। ଆପଣଙ୍କୁ ଓଡ଼ିଶା ଭାସ୍କରକୁ ସ୍ୱାଗତ କରିବି। କ'ଣ ପାଇଁ ଏ ଘଟଣା ଘଟିଲା? ଆପଣଙ୍କ ଘର କେଉଁଠି? ପୁଅର କ'ଣ ଅଭିଯୋଗ? ଆମ ଘର ହେଲା ଚାଳିଆଙ୍କ ହୋଟେଲ ସାହି। ଆଜ୍ଞା ମୋ ପୁଅ ଆସେ ମୋଟରସାଇ ପିଲାମାନେ ତା ସାଙ୍ଗ ସେଇଠିକି ଆସେ ତାଙ୍କର ଆଗରୁ କ'ଣ ଝଗଡ଼ା ଲାଗିଛନ୍ତି ସାହି ଭିତରେ ମୁଁ ସେଇଟା କହିପାରିବି। ହୋଟେଲ ସାହି ଆଉ ମୋଟରସାଇ ବେଲା କ'ଣ ଝଗଡ଼ା ଲାଗିଛନ୍ତି ଆମେ ସେଇଟାରେ କିଛି ନା ଆମେ ଖଟି ଖାଇବା ମୂଲିଆ ଲୋକ ମୋ ସ୍ୱାମୀ କମାନ୍ତି ଆମେ କେଉଁ ଝଗଡ଼ା କାହା ଝଗଡ଼ାରେ ବାହାରେ ମୋ ପୁଅଟିକି ସାଙ୍ଗସାଥି ସାଙ୍ଗରେ ବୁଲିଛି ଯେତେ ମୁଁ ତ କିଛି ଜାଣିନି ଘଟଣା ଯେତେ ମୋ ପୁଅ କଣ ଭୁଲ କଲା ତମେ ବାପା ମାଆଙ୍କୁ ଡାକିକି କହିଥାନ୍ତ କିଛି କହିଲେନି ତାପରେ ନହେଲେ ଥାନା ଅଛି ଥାନାକୁ ଆସିଲେନି ତାପରେ 10-12 ଜଣ ହେଇକି ନଗଡ଼ା କରି ତାକୁ ମାରିଛନ୍ତି ମଝି ପିଟିକି ଫଟେଇ ଦେଇଛନ୍ତି। ମୋ ପୁଅ ନଗଡ଼ା ହେଇକି ଦୌଡ଼ିକି ଯାଇଛି ତାପରେ ଦିନ ଯେତେବେଳେ ସନ୍ଧ୍ୟାବେଳକୁ ଆଇଲା ତା ବାପାର ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆଇଛି ମୁଁ ଆଉ ଅଲଗା ମୁଁ କହିଲି ତୋ ବାପାର କ'ଣ ପିନ୍ଧିକି ଆଇଛି ନା ମୁଁ ବୋଉ ମତେ ଆଉ କିଛି କହିଲାନି କହିଲା ବୋଉ ମୁଁ କିଛି କହିଲାନି ମତେ କହିଲା କେମିତି ମାଡ଼ ଗୋଟେ ହେଇଯାଇଛି ଆଉ ମତେ କହିଲାନି 2 ଦିନ ଘଟିଗଲାଣି ଏଇଟା 15 ତାରିଖର ଘଟଣା। ମୁଁ ଆଜି ଯେମିତି ମତେ ଗୋଟେ ପିଲା ଭିଡ଼ିଓ ପଠେଇଲା କହିଲା ତମ ପୁଅକୁ ଏମିତି ମାରିଛନ୍ତି ତମ ପୁଅ କ'ଣ କହିନେ ମୁଁ କହିଲି ନା ମୁଁ କିଛି ଜାଣିନି ମୁଁ ସାଙ୍ଗେ ସାଙ୍ଗେ ମୋ କତିକି ଗୋଟେ ଭିଡ଼ିଓ ପଠେଇଲା କହିଲା ଦେଖ ଏ ଭିଡ଼ିଓ ସବୁ ହାଇଲାଇଟ୍ ହେଇଗଲାଣି। ମୋ ପୁଅ ସେଠୁ ବଡ଼ ପୁଅ ସେଠୁ ଖବର ପାଇକି ଭିଡ଼ିଓ ସେଠୁ ମୋତେ ପଠେଇଲା କହିଲା ବୋଉ ଦେଖେ ଏମିତି ବଡ଼ ପୁଅ ସେଠୁ ତା ସାଙ୍ଗମାନଙ୍କ କତିରୁ ଆଣିକି ସବୁ ଭିଡ଼ିଓ ମୋତେ ପଠେଇ ସାହି ପିଲା ସବୁ ଜାଣିଗଲାଣି କି ଏମିତି ତାକୁ ମାରିଛନ୍ତି ଜାଣିଲ। ମୁଁ କହିବା କଥା ମୋ ଛୁଆ ଯଦି ଭୁଲ କଲା ଥାନା ଅଛି ଥାନାକୁ ଆଇଲନି ଥାନାକୁ ନ ଆସି ତମେ କହିକି ମାରିବ କାଉଁସଲ ଭାଇ ଗୋଟେ ମନୋଜ ସାହୁ ତାପରେ ଆଉ 4-5 ଜଣ ତାଙ୍କ ନାଁ ମୁଁ ଚିହ୍ନି ନାହିଁ କାଉଁସଲ ଭାଇକି ମିନା ସାହୁ ମୁଁ ତାଙ୍କ ଭାଇକି ଚିହ୍ନିଛି ମନୋଜ ସାହୁକୁ ଆଉ 4-5 ଜଣ ଅଛି ମୁଁ ତାଙ୍କୁ ଚିହ୍ନିନି ମୋ ପୁଅ ସବୁ ଜାଣିଛି। ଆପଣ ଆଜି ଏତଲା କଲେ ଥାନାରେ? ହଁ ମୁଁ ଏଫଆଇଆର ଦେବାକୁ ଯେତେବେଳେ ଭିଡ଼ିଓ ଦେଖିଲି ମୁଁ ଥାନାକୁ ଆଇକି ଦେବାକୁ। ଭିଡ଼ିଓରେ କେତେ ଜଣ ମାରୁଛନ୍ତି? ଅଛି ଆପଣ ଦେଖନ୍ତୁ 10-15 ଜଣ ଯଦି କହିବେ ମୁଁ ଦେଖିଦେବି। ଆଜ୍ଞା 10-12 ଜଣ ଲାଗି ହବ 10-12 ଜଣ ହବ ମୁଁ ଏଇଟା ଦେଖିକି ମୁଁ ସହିପାରୁନାହିଁ। ମୁଁ କହିବା କଥା ମୋ ଛୁଆ ଆଜିକାଲି ଦୁନିଆରେ କୋଉ ଛୁଆ ଭଲ ରହିନି କି ଯାହାର ହେଲେ ଗୋଟେ ଭୁଲ ଥାଏ ଭୁଲ ସବୁ ଛୁଆ ସମାନ ନାହାନ୍ତି ଯାହାର ହେଲେ ଗୋଟେ ଭୁଲ ଅଛି ଯଦି ମୋ ଛୁଆ ଭୁଲ କଲା ଆମେ ଥାନାରେ ଦେଇଥିଲେ ମୋ ମନଟା ଖୁସି ହେଇଥିବ। ମଝିରେ ଥରେ ଭୁଲ କରିଥିଲା ଥାନାକୁ ଆସିଥିଲା ମୁଁ ତାକୁ ବାଡ଼ା ବାଡ଼ି କରିଥିଲି କାଇଁ ଭୁଲ କରୁଛୁ ଆମ କ'ଣ ତୋ ସାଙ୍ଗସାଥି ଆମର କ'ଣ ଦରକାର ଗୋଟେ ବୁଢ଼ାଟା ସାଙ୍ଗରେ ଥଟା ଗିଲେ ହେଲେ ସେ ମାନେ କାହା ସାଙ୍ଗେ ଥଟା କିଣିବା ଦରକାର ତାକୁ ତମେ ଯଦି ମୋ ପୁଅ ଭୁଲ କଲା କି କଲା ତମେ ଥାନାକୁ ଆଇଲ ନହେଲେ ବାପା ମାଆକୁ କହିଲ ତା ବଡ଼ ବାପା ଅଛନ୍ତି ତାକୁ ସବୁ ଆମ ଘରର ଫ୍ୟାମିଲି ଦାଦା ଶ୍ୱଶୁର ସବୁ ଆମର ଅଛନ୍ତି ତମେ ଗଲନି କହିଲନି ତା 4 ଭାଇ 7 ଭାଇ ଅଛନ୍ତି ଯଦି ମୋ ପୁଅ ଭୁଲ କଲେ କିଛି କହିଲେନି। ସାହି ବିବାଦକୁ ନେଇ ଉପୁଜିଥିବା ଗୋଟେ ସମସ୍ୟାରେ ନିଶ୍ଚିତ ଭାବେ କୋଉଠି ନା କୋଉଠି ସମାଧାନର ବାଟ ଥିଲା କିନ୍ତୁ ସମାଧାନ ନକରି ଗୋଟେ ଛୋଟ ପିଲାକୁ 17-18 ବର୍ଷ ପିଲାକୁ ସାହି ଭିତରେ ମାଡ଼ ମାରିବା ଏବଂ ଅଭିଯୋଗ ନିଶ୍ଚିତ ଭାବେ ଆସିଛି କାହିଁକି କୋଉ ପରିସ୍ଥିତିରେ ତାଙ୍କ ବାପା ମା ଆଜି ଚାଉଳିଆଗଞ୍ଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ ନିର୍ଦ୍ଦିଷ୍ଟ ଭାବେ 42 ନମ୍ବର କର୍ପୋରେଟର ଯିଏ ଅଛନ୍ତି ମିନା ସାହୁ ସିଏ ଏବଂ ତାଙ୍କର ସମ୍ପର୍କୀୟ ପୁତୁରା ଏବଂ ଆଉ 10-12 ଜଣ ପିଲା ମିଶିକିରି ମାରିଛନ୍ତି ବୋଲି ଅଭିଯୋଗ ନିଶ୍ଚିତ ଭାବେ ଆସୁଛି ଏବଂ ବାପା ମା ଉଭୟ ବର୍ତ୍ତମାନ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ବର୍ତ୍ତମାନ ମକଦ୍ଦମା ରୁଜୁ କରିବ। ବାସ୍ତବ ଘଟଣା କ'ଣ ଅଛି କୋଉ ପରିସ୍ଥିତିରେ 17-18 ବର୍ଷର ଗୋଟେ ନାବାଳିକ ପିଲାକୁ କାହିଁକି ଗୁରୁତର ଅବସ୍ଥାରେ ମାଡ଼ ମାରିଲେ ଏବଂ ଉଲ୍ଲଗ୍ନ କରି ମାଡ଼ ମାରିଛନ୍ତି ଯୋଉ ଅଭିଯୋଗ ଆସୁଛି ତାଙ୍କ ମା ଯୋଉ କଥା କହୁଛନ୍ତି ଉଲ୍ଲଗ୍ନ କରି ମାଡ଼ ମାରିଛନ୍ତି ଏ ଘଟଣା ନିଶ୍ଚିତ ଭାବେ ତଦନ୍ତ ହବ ଏବଂ କୋଉମାନେ କାହିଁକି କୋଉ ପରିସ୍ଥିତିରେ ପିଲାଟିକୁ ଏଭଳି ବାଡ଼େଇଲେ ତାହା ନିଶ୍ଚିତ ତଦନ୍ତ ହେବାର ଆବଶ୍ୟକତା ଅଛି। ଚାଉଳିଆଗଞ୍ଜ ଥାନା ପରିସରରୁ ବଳରାମ ନାୟକ, ଓଡ଼ିଶା ଭାସ୍କର।